2025-26 ଯାତ୍ରା ଜଗତରେ ବିସ୍ଫୋରଣ ସୃଷ୍ଟି କରିବ କୋଣାର୍କ ଗଣନାଟ୍ୟ। ଯାତ୍ରା ଜଗତର ସୁପରହିଟ୍ ବିଗ୍ ବଜେଟ୍ ଯାତ୍ରା ଅନୁଷ୍ଠାନ କୋଣାର୍କ ଗଣନାଟ୍ୟ ଚଳିତ ବର୍ଷ ତାର 3 ଗୋଟି ନୂତନ ନାଟକକୁ ନେଇ ନୂଆ ରୂପରେ ସାରା ଓଡ଼ିଶାରେ ଦର୍ଶକମାନଙ୍କୁ ଭେଟି ଦେବାକୁ ଯାଉଛି ବୋଲି ପ୍ରଯୋଜକ ଭାରତ ଭୂଷଣ ଦେଓ କହିଛନ୍ତି। ନିର୍ଦ୍ଦେଶକ ଅଶ୍ରୁମୋଚନ ମହାନ୍ତି ଓ ରାଇଟର ଡକ୍ଟର ସୁଧାଂଶୁ ନାୟକଙ୍କ ଲିଖିତ ଏ ବର୍ଷର ସୁପରହିଟ୍ ନାଟକ ଶ୍ରୀକୃଷ୍ଣ ଆଖିରେ ସୁଦାମା ଲୁହର ସୁପରହିଟ୍ ନାଟକ ରିହର୍ସାଲ ଆଜି ଆଖଡ଼ାଶାଳରେ ଆରମ୍ଭ ହୋଇଛି। ଦର୍ଶକମାନଙ୍କର ଅକୁଣ୍ଠ ଭଲ ପାଇବା ଓ ପ୍ରଯୋଜକଙ୍କ ସହାନୁଭୂତି ଓ ସାଥୀ କଳାକାରମାନଙ୍କ ସହଯୋଗରେ ଆଜି ଏହି ଯାତ୍ରା ଅନୁଷ୍ଠାନ ଏକ ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛି ବୋଲି ଯାତ୍ରା ଟାଇଗର ଦୈତାରୀ ପଣ୍ଡା କହିଛନ୍ତି। ଏବେ ବି ଓଡ଼ିଆ ଯାତ୍ରାପ୍ରେମୀ ଦର୍ଶକ ବନ୍ଧୁମାନଙ୍କର ଯାତ୍ରା ପ୍ରତି ଯେଉଁ ଭଲ ପାଇବା ଅଛି ଏବଂ ଆମ ପ୍ରତି ଯେଉଁ ଭଲ ପାଇବା ରହିଛି ତାହା ଆଗକୁ ରହିବ ବୋଲି ମଧ୍ୟ ଏହାକୁ ଆଖି ଆଗରେ ରଖି ଆମେ ସେହିଭଳି ନାଟକ ରଚନା କରୁଛୁ ବୋଲି ନିର୍ଦ୍ଦେଶକ ଅଶ୍ରୁମୋଚନ ମହାନ୍ତି କହିଥିଲେ। କଳାକାରମାନଙ୍କୁ ନେଇ ଏକ ଶୃଙ୍ଖଳିତ ଯାତ୍ରା ଅନୁଷ୍ଠାନ ଗଠନ କରିବା ଓ କମିଟିମାନଙ୍କ ଦ୍ୱାରା ଶୃଙ୍ଖଳିତ ଯାତ୍ରା ପରିବେଷଣ ପାଇଁ ପ୍ରଯୋଜକ ପରାମର୍ଶ ଦେଇଛନ୍ତି। ବ୍ୟୁରୋ ରିପୋର୍ଟ ପବ୍ଲିକ ଓଡ଼ିଶା। ଶ୍ରାବଣ ମାସରେ ଝଡ଼ି ବରଷା ଲାଗିଥିଲା ଧାନ ରୁଆ ବେଉସା ପଡ଼ିଥିଲା ଇନ୍ଦ୍ରଧନୁ କିଆ ବୁଦା ମୂଳେ ମନ ଦିଆ ନିଆ ପାଶରି ଦେଲୁ କି ମନୁ। କୋଣାର୍କ ଗଣନାଟ୍ୟର ପ୍ରଯୋଜକ ଭାରତ ଭୂଷଣ ଦେଓ। ଗଣନାଟ୍ୟର ଆଖଡ଼ା ପୂଜା ମୁଁ ଭଗବାନ ପାଖରେ ପ୍ରାର୍ଥନା କରୁଛି ଯେ କୋଣାର୍କ ଗଣନାଟ୍ୟର ଉତ୍ତରୋତ୍ତର କେମିତି କାମନା ହେବ ଆଶୀର୍ବାଦ ଲୋଡ଼ୁଛି। ସବୁ ଦର୍ଶକମାନଙ୍କୁ ଅଗଣିତ ଦର୍ଶକମାନଙ୍କୁ ଆଉ ବୁଦ୍ଧିଜୀବୀମାନଙ୍କୁ ଆମର ଯାତ୍ରାପ୍ରେମୀ ଦର୍ଶକମାନଙ୍କୁ ମୁଁ ଏତିକି ଅନୁରୋଧ କରିବି କୋଣାର୍କ ଉପରେ ସଦାସର୍ବଦା ଆଶୀର୍ବାଦ ରଖନ୍ତୁ। ତାଙ୍କର ଆଶୀର୍ବାଦରେ କୋଣାର୍କ ଗଣନାଟ୍ୟ ନିଶ୍ଚିତ ଭାବରେ ଭଲ ନାଟକଟି କରିବ ଆଉ ଭଲ ଶୀର୍ଷ ସ୍ଥାନରେ ବି ପହଞ୍ଚି ପାରିବ। 3ଟି ନାଟକ ନେଇ ଆମେ ଆଗକୁ ଏ ଆସନ୍ତା ବର୍ଷ 25-26ରେ କରିବୁ। ଯାତ୍ରା ଆଖଡ଼ା ଘରେ 2ଟି ନାଟକ କରିବୁ ଆଉ ଗୋଟେ ନାଟକ ଫିଲ୍ଡରେ। ଦର୍ଶକମାନଙ୍କୁ ଏତିକି କରିବି ଯେ ସମସ୍ତେ ଯାତ୍ରାଟିକି ସମ୍ପୂର୍ଣ୍ଣ ଦେଖନ୍ତୁ, ଯାତ୍ରାର ଭଲ ମନ୍ଦ ମତାମତ ଦିଅନ୍ତୁ। ଯଦି କିଛି ଭୁଲ ତ୍ରୁଟି ଥାଏ ଆମେ ନିଶ୍ଚିତ ସୁଧାରିବୁ। ଏ ବର୍ଷ ଆରମ୍ଭ କରିବାକୁ ଯାଉଛୁ ଆମେ। ଆଜି ଆମର ଆଖଡ଼ା ପୂଜା ସରିଯାଇଛି। ରାତି ବେଳକୁ ରିହର୍ସାଲ। ଫାଷ୍ଟ ନାଟକ ହେଉଛି ଅସୁର ସାର୍ ସୁଧାଂଶୁ ସାରଙ୍କର ନାଟକ କୃଷ୍ଣ ଆଖିରେ ସୁଦାମା ଲୁହ। ଆଉ ନିଶ୍ଚୟ ସୁନ୍ଦର ହବ। ସାରଙ୍କର ସବୁ ନାଟକ ବଢ଼ିଆ। ଆଉ ମୁଁ ଆଗରୁ କରିଥିଲି ସାର୍ ତାଙ୍କ ନାଟକର କରିପାରିନଥିଲି, ଏ ବର୍ଷ ନିଶ୍ଚୟ କରିବି। ଚରିତ୍ର ନିଶ୍ଚୟ ଭଲ ଆସିବ, ଠାକୁର ନିଶ୍ଚୟ ଭଲ ଚରିତ୍ର ଦେବେ, ଭଲ ନାଟକ ହବ ନିଶ୍ଚୟ। ଏହାପରେ ରହିବ ପ୍ରାୟ ଗୁରୁ ସାରଙ୍କର ରହିବ ଦୀପକ ଜେନାଙ୍କର, ଡକ୍ଟର ଦୀପକ ଜେନାଙ୍କର ନାଟକ ତୁ ବୋଧେ ମୋ ଭାଗ୍ୟରେ ନାହୁଁ। ତାପରେ ଲାଷ୍ଟ ନାଟକ ବଳିଆ ସାରଙ୍କର 3ଟି ନାଟକ ନେଇକି ଆମେ ଏଥର ବାହାରିବୁ। ବଢ଼ିଆ। ଏଥର ପୁଣି ନୂଆ ଷ୍ଟାଫ୍ ବି ଆମର ଆସୁଛନ୍ତି, କେତେଜଣ ନୂଆ ଷ୍ଟାଫ୍ ଆସୁଛନ୍ତି। ହିରୋଇନ୍ 2ଟା ଜବରଦସ୍ତ ହିରୋଇନ୍ 2ଟା ବି ଆସୁଛନ୍ତି। ବଢ଼ିଆ ଏଥର ନାଟକ ହବ ଆମର। ଦର୍ଶକମାନେ ନାଟକ ଦେଖନ୍ତୁ ଆଉ ନାଟକକୁ ମୂଲ୍ୟାଙ୍କନ କରନ୍ତୁ। ନାଟକ ଯୋଉଠି ଲାଗୁଛି ଖଟକା ଲାଗୁଛି ଜଣାନ୍ତୁ, ଆମେ ନିଶ୍ଚୟ ତାକୁ ମାର୍ଜିତ କରିବୁ। ନାଟକ ହେଇସାରିଲା ପରେ ଜଣାପଡ଼ିବ। ନିଶ୍ଚୟ ଏଥର ପୁଣି କୋଣାର୍କ ଗଣନାଟ୍ୟ ତାର ପୂର୍ବ ସ୍ମୃତିକି ବଜାଇ ରଖିବ, ଏଇଟା ବହୁତ ଆଶା ଭରସା। 27 ବର୍ଷ ହେଇଗଲାଣି। ସେଟା ନିଜ ଉପରେ ନିର୍ଭର କରେ। ତାପରେ ଭଲ ଚେଞ୍ଜ କରି କ'ଣ ମାଲିକ ଭଲ, ଅନୁଷ୍ଠାନ ଭଲ, ମୋର ଆର୍ଟିଷ୍ଟ ମାନେ ବି ସବୁ ବଢ଼ିଆ ଆର୍ଟିଷ୍ଟ, ଭଲ ଭଲ ନାଟକ ଆମେ ପ୍ରେଜେଣ୍ଟ କରୁଛୁ। ଚେଞ୍ଜ କରିକି ଯଦି ନାଟକ ନହେଲା, ନାଟକ ଭଲ ନ ଲାଗିଲା, ଆମେ ବି ଆମ ଚରିତ୍ରକୁ ଠିକ୍ ଭାବରେ ଲିଭେଇ ନ ପାରିଲୁ, ଚେଞ୍ଜ କରି ଲାଭ କ'ଣ? ଏଇ କେତେଟା ପଇସା ପାଇଁ ଚେଞ୍ଜ କରିବା ମୁଁ ତାକୁ ପସନ୍ଦ କରେନି। ଗୋଟିଏ ଅନୁଷ୍ଠାନରେ ରହିଲେ ସେ ଅନୁଷ୍ଠାନ ମଜବୁତ ହେବ। ଆମେ ବି ଆମର ଦକ୍ଷତା ବି ଠିକ୍ ଭାବରେ ପ୍ରତିପାଦନ କରିପାରିବୁ ଦର୍ଶକ।